ମୋର ସମସ୍ତ ବିଶ୍ୱାସୀ ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରେଜ୍ ଦ ଲର୍ଡ। ଆମେ ପ୍ରତ୍ୟେକ ଦିନ ବାକ୍ୟକୁ ଆମେ ଅଧ୍ୟୟନ କରୁ। ସେପରି ଆମେ ବାକ୍ୟ ପଢ଼ିବା ମାଥ୍ୟୁ 1 ଆମେ ପଢ଼ିବା। ଅବ୍ରାହମ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହମଙ୍କୁ ଇସାକଙ୍କୁ ଜନ୍ମ ଦେଲେ, ଇସାକ ଯାକୋବଙ୍କୁ ଜନ୍ମ ଦେଲେ, ଯାକୋବ ଜିହୁଦା ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ଜିହୁଦା ତାମରଙ୍କ ଗର୍ଭରୁ ପେରେସ ଓ ସେରଙ୍କୁ ଜନ୍ମ ଦେଲେ। ପେରେସ ଇସ୍ରୋଣକୁ ଜନ୍ମ ଦେଲେ। ଇସ୍ରୋଣ ଓରାମଙ୍କୁ ଜନ୍ମ ଦେଲେ। ଓରାମ ଅମିଦାନଙ୍କୁ ଜନ୍ମ ଦେଲେ। ଅମିଦାନ ନହଶଙ୍କୁ ଜନ୍ମ ଦେଲେ। ନହଶନ ସଲୋମନକୁ ଜନ୍ମ ଦେଲେ। ସଲୋମନ ରାବାଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ। ବୋୟଜ ରୁତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ। ଓବେଦ ଯିଶୁଙ୍କୁ ଜନ୍ମ ଦେଲେ। ଯିଶୁ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରିୟ ବାର୍ଯ୍ୟଙ୍କ ଗର୍ଭରୁ ସଲୋମନକୁ ଜନ୍ମ ଦେଲେ। ସଲୋମନ ଇରୋବିୟମଙ୍କୁ ଜନ୍ମ ଦେଲେ। ଇରୋବିୟମ ଓବିୟମକୁ ଜନ୍ମ ଦେଲେ। ଓବିୟମ ଆସାଙ୍କୁ ଜନ୍ମ ଦେଲେ। ଆସା ଜିଓସପଟଙ୍କୁ ଜନ୍ମ ଦେଲେ। ଜିଓସପଟ ଜୋରାମକୁ ଜନ୍ମ ଦେଲେ। ଜୋରାମ ଉଜ୍ଜିୟଙ୍କୁ ଜନ୍ମ ଦେଲେ। ଉଜ୍ଜିୟ ଯୋତମଙ୍କୁ ଜନ୍ମ ଦେଲେ। ଯୋତମ ଆସାଙ୍କୁ ଜନ୍ମ ଦେଲେ। ଆସ ଇଜକିୟଙ୍କୁ ଜନ୍ମ ଦେଲେ। ଇଜକିୟ ମନୁଷ୍ୟକୁ ଜନ୍ମ ଦେଲେ। ମନୁଷ୍ୟ ଆମନଙ୍କୁ ଜନ୍ମ ଦେଲେ। ଆମନ ଯୋଶିୟଙ୍କୁ ଜନ୍ମ ଦେଲେ। ବାବିଲ ନିର୍ବାସିତ ହେବା ସମୟରେ ଯୋଶିୟ ଜିକନିୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ବାବିଲଙ୍କୁ ନିର୍ବାସିତ ହେବା ପରେ ଜିକନିୟ ଚଲ୍ଟିୟଙ୍କୁ ଜନ୍ମ ଦେଲେ। ଚଲ୍ଟିୟ ଜିରୁବାବିଲଙ୍କୁ ଜନ୍ମ ଦେଲେ। ଜିରୁବାବିଲ ଅବିଉଦଙ୍କୁ ଜନ୍ମ ଦେଲେ। ଅବିଉଦ ଇଲିଆକିମଙ୍କୁ ଜନ୍ମ ଦେଲେ। ଇଲିଆକିମ ଆସରଙ୍କୁ ଜନ୍ମ ଦେଲେ। ଆସର ସାଦୋକଙ୍କ ଜନ୍ମ ଦେଲେ। ସାଦୋକ ଆଖିମଙ୍କୁ ଜନ୍ମ ଦେଲେ। ଆଖିମ ଏଲିଉଦଙ୍କୁ ଜନ୍ମ ଦେଲେ। ଏଲିଉଦ ଏଲିଆଜରଙ୍କୁ ଜନ୍ମ ଦେଲେ। ଏଲିଆଜର ମୋଆନନ୍ଦକୁ ଜନ୍ମ ଦେଲେ। ମୋଆନ ଯାକୋବଙ୍କୁ ଜନ୍ମ ଦେଲେ। ଯାକୋବ ମରିୟମ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯିଶୁ ଜନ୍ମ ହେଲେ ତାଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହି ପ୍ରକାର ସମସ୍ତ ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସିତ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲ ନିର୍ବାସିତ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ଯୀଶୁଖ୍ରୀଷ୍ଟ ଜନ୍ମ ଏହି ପ୍ରକାର ହେଲା। ତାଙ୍କ ମାତା ମରିୟମଙ୍କ ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କ ପ୍ରକାଶରେ ନିନ୍ଦାର ପାତ୍ର କରିବାର ଇଚ୍ଛା ନ କରିବାରୁ ଗୋପନରୁ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କ ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ଏ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମେ ତାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ବାପଦାଦୀମାନଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ, ଆଉ ଲୋକେ ତାଙ୍କ ନାମ ଇମ୍ମାନୁଏଲ ଦେବେ। ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ
ସେପରି କଲେ ଓ ନିଜ ବ୍ରାଜଙ୍କୁ ଗ୍ରହଣ କଲେ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ। ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ଆମେନ୍।